आज बहुत सारा ट्रैवलिंग ହେଇଗଲା କୁଆଡେ କୁଆଡେ ଆଜି ଯାଇଥିଲୁ ଜାଣିବା ପାଇଁ ଭିଡିଓଟିକୁ ଏଣ୍ଡ ପର୍ଯ୍ୟନ୍ତ ଦେଖ। ହ୍ୟାଲୋ ଗାଇସ୍, ଜୟ ଜଗନ୍ନାଥ, ୱେଲକମ୍ ବ୍ୟାକ୍ ଟୁ ମାଇ ମିନି ବ୍ଲଗ। ଆଜି ସମସ୍ତେ ସକାଳୁ ଜଲ୍ଦି ଉଠି ଯାଇକି ନିଜ ନିଜ କାମ ସାରି ଖାଇ ମମି ଏଠି ବାସନ ଉଠଉଛନ୍ତି। ମମି ଜଷ୍ଟ ଏଠି ବାସନ ଉଠେଇଛନ୍ତି କି ନେଇ ଷ୍ଟାର୍ଟ ହେଇଗଲା ପିୟୁଷ ଆଉ ମମିଙ୍କର ଝଗଡା। ମମି ତାକୁ ବେଲଣା କାଠିରେ ବାଡଉଛନ୍ତି ଆଉ ପିୟୁଷ ଏଠି ତାଙ୍କୁ ଛୁରୀ ଦେଖେଇଲାଣି। ଇଏ ସବୁବେଳେ ଏମିତି ଝଗଡା ଲଗାନ୍ତି। ଏଇ ସବୁ ପରେ ଆମେ 3 ଜଣ ରେଡି ହେଇଯାଇଥିଲୁ ଯିବା ପାଇଁ କାକଟପୁର। ମୁଁ ପୁରା କ୍ରିମିନାଲ ପରି ଦିଶୁଛି, ବଟ୍ କ୍ରିମିନାଲ ନୁହଁ ମ। କାକଟପୁର ଯିବାର କାରଣଟା ହଉଛି ମୋର ଡ୍ରେସ ବନେଇବା ପାଇଁ ଅର୍ଡର ଦେବାର ଥିଲା ଆଉ ଭାଇଙ୍କ ଘରକୁ ବି ଯିବାର ଥିଲା। ମମି ଆଉ ପିୟୁଷ ଏଠି ଫ୍ରୁଟ୍ସ କିଣୁଛନ୍ତି। ଦେନ୍ ମମି ଆଉ ପିୟୁଷକୁ ଭାଇଙ୍କ ଘରେ ଛାଡି ଦେଇକି ମୁଁ ମୋ ସାଙ୍ଗ ଅଭିକୁ ନେଇ ବାହାରିଗଲି ଡ୍ରେସ କପଡା ଦବା ପାଇଁ। ଦେଖୁନାହାନ୍ତି ସେ କେମିତି କ୍ୟାମେରାକୁ ଦେଖିକି ମୁହଁ ଲୁଚେଇ ଦଉଛି। ହଷ୍ଟେଲ ଲାଇଫର ହିଁ ଲାଜଟା ରହିଗଲା ତାର। ଦେନ୍ ସେ କହିଲା ତୁ ବସ୍, ମୁଁ ଡ୍ରାଇଭିଂ କରୁଛି। ମୁଁ କହିଲି ହଉ ଠିକ ଅଛି, କିନ୍ତୁ ସେ ହେଲମେଟ ପିନ୍ଧିଲାନି, ତା ହେୟାର ଷ୍ଟାଇଲ ଟା ଖରାପ ହେଇଯିବ। ଫାଇନାଲି ଏବେ ଆସିକି ଆମେ ପହଞ୍ଚି ଯାଇଥିଲୁ ନ୍ୟୁ ମଡେଲରେ। ଦେନ୍ ସେଠି ଡ୍ରେସ ପାଇଁ ଅର୍ଡର ଦେଲା ପରେ ତା ସହ କିଛି ଟାଇମ ସ୍ପେଣ୍ଡ କରିକି ତାଙ୍କୁ ତାଙ୍କ ଘରେ ଛାଡି ଦେଇକି ମୁଁ ମମି ଆଉ ପିୟୁଷକୁ ନେଇକି ଘରକୁ ବ୍ୟାକ୍ କଲି। ମମିଙ୍କୁ କୋଣାର୍କ ଘରେ ଛାଡିକି ଦେନ୍ ପିୟୁଷ ଆଉ ମୁଁ ବାହାରି ଗଲୁ ଗାଁ ଘରକୁ। ଯେହେତୁ ଏବେ କ୍ରିସମାସ ଛୁଟି ପାଇଁ ଆପଣଙ୍କ ପିୟୁଷ ବାବୁଙ୍କ ସ୍କୁଲ ଛୁଟି ଦିଆଯାଇଛି, ତ ପିୟୁଷ ବାବୁଙ୍କର ଡିମାଣ୍ଡ ରହିଲା କି ମୁଁ ଘରକୁ ଯିବି। ଆଜି ବହୁତ ବୁଲାବୁଲି ହେଇଗଲା। ଦ୍ୟାଟ୍ ଇଜ ଫର ଟୁଡେ। ରହିଲି, ଜୟ ଜଗନ୍ନାଥ।